ଆଜିର ଗଳ୍ପର ନାମ ଅନ୍ତିମ ଯାତ୍ରା। ପାହାଡ଼ ଓ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏକ ଶାନ୍ତ ସହରରେ ଧନରାଜ ନାମକ ଜଣେ ବ୍ୟକ୍ତି ବାସ କରୁଥିଲେ। ଦିନ ଥିଲା ସେ ଜଣେ ଧନୀ ଓ ଶକ୍ତିଶାଳୀ ବ୍ୟକ୍ତି ଭାବରେ ପରିଚିତ ଥିଲେ। କିନ୍ତୁ ଏବେ ସମୟ ସ୍ରୋତରେ ସବୁ କିଛି ପରିବର୍ତ୍ତନ ହୋଇଯାଇଥିଲା। ପୂର୍ବର ସେହି ଶକ୍ତିଶାଳୀ ବ୍ୟକ୍ତି ଆଜି ମୃତ୍ୟୁ ଶଯ୍ୟାରେ। ଦୁର୍ବଳ ନିସ୍ତେଜ ଆଖି ଏବଂ କ୍ଷୀଣ ନିଶ୍ୱାସ ନେଇ ପଡ଼ି ରହିଛନ୍ତି ମୃତ୍ୟୁର ଅପେକ୍ଷାରେ। ତାଙ୍କ ଯୌବନର ଶକ୍ତି ବହୁ ଦିନ ଧରି କ୍ଷୀଣ ହୋଇଯାଇଥିଲା। ତାଙ୍କର ରାଜମହଲ ପରି ଘର, ଯାହା ଥରେ ହସ ଖୁସିରେ ପୂରି ଉଠୁଥିଲା, ଆଜି ସବୁକିଛି ଶାନ୍ତ ପଡ଼ିଯାଇଛି। କେବଳ ଶୁଣାଯାଉଛି କିଛି ହାଲୁକା ଶବ୍ଦ ଏବଂ ଘଣ୍ଟା ଘଣ୍ଟାର ଅବିରତ ଟିକ୍ ଟିକ୍ ଧ୍ୱନି। ତାଙ୍କର 4 ପୁଅ ଥିଲେ, ରାଜୀବ, ସୁରେଶ, ମହେଶ ଏବଂ ସବା ସାନ ପୁଅ ରମେଶ। ସେ ସେମାନଙ୍କୁ ଅତ୍ୟନ୍ତ ଯତ୍ନର ସହିତ ଲାଳନ ପାଳନ କରିଥିଲେ। ଉତ୍ତମ ଶିକ୍ଷା, ଖାଦ୍ୟ, ପୋଷାକ ଏବଂ ସମାଜରେ ପ୍ରତିଷ୍ଠା ପାଇଁ ନିଜର ସମସ୍ତ ସୁଖ ସୁବିଧାକୁ ବଳି ଦେଇ ସେମାନଙ୍କୁ ସର୍ବୋତ୍ତମ ସୁବିଧା ଯୋଗାଇବାକୁ ନିରନ୍ତର ପ୍ରୟାସ କରିଥିଲେ। ସେ ତାଙ୍କ ଜୀବନରେ ଯାହା କିଛି ଉପାର୍ଜନ କରିଥିଲେ, କେବଳ ଗୋଟିଏ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ହିଁ କରିଥିଲେ। ତାହା ଥିଲା ଭବିଷ୍ୟତରେ ତାଙ୍କ ପୁଅମାନେ ଯେପରି ଏକ ଆରାମଦାୟକ ଜୀବନ ପାଇପାରିବେ। ହେଲେ ଏବେ ଯେତେବେଳେ ସେ କଥା କହିବାକୁ ବି ଅସମର୍ଥ ହୋଇ ମୃତ୍ୟୁଶଯ୍ୟାରେ ପଡ଼ିଥିଲେ, ସେପାଖ କୋଠରୀରୁ ତାଙ୍କ ପୁଅମାନଙ୍କର କଥାବାର୍ତ୍ତାର ସ୍ୱର ଶୁଣିବାକୁ ପାଇଲେ। ବଡ଼ ପୁଅ ରାଜୀବ, ଯିଏକି ପ୍ରତି କଥାରେ ଦେଖେଇ ହେବା ଜମା ଭୁଲେ ନାହିଁ, ସିଏ ଭାରି ଗର୍ବର ସହ କହିଲା, ବାପାଙ୍କର ଆଉ କେତେ ବା ସମୟ ବଞ୍ଚିଛି। ଆମକୁ ତାଙ୍କର ଅନ୍ତିମ ସଂସ୍କାର ବଡ଼ ଧୁମଧାମରେ କରିବାକୁ ପଡ଼ିବ। ତାଙ୍କ ପାର୍ଥିବ ଶରୀରକୁ ଉପଯୁକ୍ତ ସମ୍ମାନର ସହିତ ସୁନ୍ଦର ଭାବରେ ସଜାଯାଇଥିବା ଏକ ଖୋଲା ଜିପ୍ରେ ବିଦାୟ ଦେବାକୁ ପଡ଼ିବ। ଆଉ ହଁ, ଅତି କମ୍ରେ 50ଟି ବଡ଼ ବଡ଼ ଫୁଲମାଳା ଆଣିବାକୁ ହେବ ଏବଂ ରେଶମ ଧୋତି ଆଉ କୁର୍ତ୍ତା ପିନ୍ଧାଇ ସେ ଯେପରି ରାଜାଙ୍କ ପରି ବଞ୍ଚିଥିଲେ, ସେହିପରି ତାଙ୍କୁ ବିଦାୟ ଦେବାକୁ ହେବ। ଏହା ଶୁଣି ସୁରେଶ ତାର ତେଲ ଲଗା ମୁଣ୍ଡରେ ହାତ ମାରି କହିଲା, ଏତେ ସବୁ ଅନାବଶ୍ୟକ ଖର୍ଚ୍ଚ କ'ଣ ପାଇଁ? ଏବେ ଯେଉଁ ପ୍ରକାର ଗରମ ପଡ଼ିଛି, ଫୁଲ ଏମିତିରେ ବି ଆଣୁ ଆଣୁ ଶୁଖିଯିବ। ଆଉ ତୁମେ ଯେଉଁ ଗାଡ଼ି କଥା କହୁଛ, ସେଥିରେ ଅଧିକ ଖର୍ଚ୍ଚ ହେବ। ଆମେ ଏଇ ପାଖ ଡାକ୍ତରଖାନାର ଆମ୍ବୁଲାନ୍ସକୁ ବ୍ୟବହାର କରିପାରିବା। ଏହା ପାଖରେ ଅଛି ଆଉ କମ୍ ଖର୍ଚ୍ଚରେ ମଧ୍ୟ ହୋଇଯିବ। ଆଉ ରହିଲା ରେଶମ ଧୋତି ଆଉ କୁର୍ତ୍ତା କଥା, ମୃତ୍ୟୁ ପରେ ସେ ଆଉ କ'ଣ ସେସବୁକୁ ଦେଖିବେ ନା ଅନୁଭବ କରିପାରିବେ? ନା କ'ଣ କହୁଛ ତୁମେ? ସୁରେଶର କଥା ଶୁଣି ମହେଶ, ଯିଏକି ସବୁଠାରୁ ବଡ଼ କଞ୍ଜୁସ, ଚିନ୍ତା ପ୍ରକାଶ କରି କହିଲା, ଏହା ବି ବହୁତ ଅଧିକ ଲାଗୁଛି ସୁରେଶ। ପ୍ରାଇଭେଟ ହସ୍ପିଟାଲକୁ କିଛି ଦବା କାହିଁକି? ସରକାରୀ ହସ୍ପିଟାଲ ମାଗଣାରେ ଆମ୍ବୁଲାନ୍ସ ଦିଏ, ନହେଲେ ରେଡ୍କ୍ରସରୁ ମାଗଣା ସାହାଯ୍ୟ ନେଇପାରିବା। ଆମେ ଦେଖେଇବା ପାଇଁ କ'ଣ ଏସବୁ କରୁଛେ? ଆଉ ଗୋଟେ କଥା, ଗୋଟେ ମୃତ ବ୍ୟକ୍ତିକୁ କ'ଣ ବା ଫରକ ପଡ଼ିପାରେ ସେ ସୁନା ରଥରେ ବୁହା ହେଉଛି କି ଶଗଡ଼ ଗାଡ଼ିରେ? ସବୁଠାରୁ ସାନ ଏବଂ ଧୂର୍ତ୍ତ ରମେଶ ଆଗକୁ ଝୁଙ୍କି ପଡ଼ି ଫୁସ୍ଫୁସ୍ କରି କହିଲା, ଆମ୍ବୁଲାନ୍ସ ପାଇଁ କାହିଁକି କଷ୍ଟ କରିବା? ଶ୍ମଶାନ ଭୂମି ପରା ଆମ ଘର ପଛରେ ଅଛି। ଆମେ 4 ଜଣ ଶକ୍ତିଶାଳୀ ଲୋକ ତାଙ୍କୁ ତ ପୁରୁଣା କାଠ ଖଟିଆରେ ବୋହି ନେଇ ପାରିବା ନା। କୌଣସି ଖର୍ଚ୍ଚ ନାହିଁ କି କୌଣସି ହଙ୍ଗାମା ନାହିଁ। ସାନର କଥାରେ ସବୁ ଭାଇ ସହମତି ପ୍ରକାଶ କଲେ। ଆଉ କେତେ ସଞ୍ଚୟ ହୋଇପାରିଲା ତାର ହିସାବ କରିବାକୁ ଲାଗିଲେ। ସେମାନଙ୍କ ଭିତରୁ କେହି ଜଣେ ବି ବାପାଙ୍କ ବିଷୟରେ ଚିନ୍ତା କଲେ ନାହିଁ। ସମସ୍ତଙ୍କୁ ସେମାନଙ୍କର ଖର୍ଚ୍ଚ ବଞ୍ଚେଇବାର ଥିଲା। କାହାରି ଆଖିରେ ଟିକେ ବି ଲୁହ ନଥିଲା। କିନ୍ତୁ ଧନରାଜ ମୃତ୍ୟୁ ଶଯ୍ୟାରୁ ସେମାନଙ୍କର ସମସ୍ତ କଥା ଶୁଣୁଥିଲେ। ସେହି ମୁହୂର୍ତ୍ତରେ ବୃଦ୍ଧ ଲୋକଟିର ମନରେ କିଛି ଗୋଟେ ଆଲୋଡ଼ନ ସୃଷ୍ଟି ହେଲା। ଯେଉଁ ଲୋକ ଯାହାର ଜୀବନ କେବେ ମହତ୍ୱାକାଂକ୍ଷା ଆଉ କଠୋର ପରିଶ୍ରମରେ ପୂର୍ଣ୍ଣ ଥିଲା, ଆଜି ତାକୁ ସବୁକିଛି ଯେମିତି ଓଲଟି ଗଲା ପରି ଅନୁଭବ ହେଲା। ସେ କ୍ଷେତରେ ଘଣ୍ଟା ଘଣ୍ଟା ଧରି ପରିଶ୍ରମ କରିବା, ବ୍ୟବସାୟ ପାଇଁ ରାତି ଅନିଦ୍ରା ରହି ଲୋକମାନଙ୍କ ସହ ଚୁକ୍ତି କରିବା, ପୁଅମାନଙ୍କୁ ଭଲ ଖାଇବା ଯୋଗାଇବା ପାଇଁ ନିଜେ ଖାଲି ପାଦରେ ଚାଲିବା, ସବୁ କିଛି କଥା ତାଙ୍କର ଗୋଟି ଗୋଟି ମନେ ପଡ଼ିଗଲା। ଶେଷରେ ସେ ସେମାନଙ୍କଠାରୁ କ'ଣ ଆଶା ରଖିଥିଲେ ଆଉ କ'ଣ ଶୁଣିବାକୁ ପାଇଲେ? ଏବେ ଯେତେବେଳେ ସେ ମୃତ୍ୟୁଶଯ୍ୟାରେ ପଡ଼ିଛନ୍ତି, ଯାହା ପାଇଁ ସେ ତାଙ୍କର ପୁରା ଜୀବନଟାକୁ ଉତ୍ସର୍ଗ କରିଦେଇଥିଲେ,
ଯାହା ପାଇଁ ସେ ବଞ୍ଚିଥିଲେ ଆଜି ସେମାନେ ଏହି କଥା ଉପରେ ବିଚାର କରୁଛନ୍ତି ଯେ କେତେ କମ୍ ଖର୍ଚ୍ଚରେ ତାଙ୍କୁ ବିଦାୟ ଦେବେ। ତାଙ୍କର ହୃଦୟ ଯନ୍ତ୍ରଣାରେ କାନ୍ଦିବାକୁ ଲାଗିଲା। ମୃତ୍ୟୁର ଭୟରେ ନୁହଁ, ବରଂ ତାଙ୍କ ପୁଅମାନଙ୍କ ହୃଦୟରେ ତାଙ୍କ ପ୍ରତି ଥିବା ସ୍ୱାର୍ଥପରତାକୁ ଦେଖି। ହଠାତ୍ ତାଙ୍କ ଭିତରେ କିଛି ଗୋଟେ ଯେମିତି ଶକ୍ତି ଆସିଗଲା। ସେ ଉଠିକି ବସି ପଡ଼ିଲେ। ପୁଅମାନେ ଏସବୁ ଦେଖି ସ୍ତବ୍ଧ ହୋଇଗଲେ। ଧୀର ପାଟିରେ ସେ କହିଲେ, ଏତେ ସାରା ଯୋଜନା, ପଇସା ଖର୍ଚ୍ଚ ବିଷୟରେ ଏତେ ଚିନ୍ତା? ଚିନ୍ତା କର ନାହିଁ ମୋର ପୁଅମାନେ, ତୁମେ ତୁମର ସବୁ ପଇସା ବଞ୍ଚାଇ ପାରିବ। ଯାହା ତୁମେ ଏବେ ହିସାବ କରୁଥିଲ, ମୁଁ ନିଜେ ହିଁ ମୋର ବ୍ୟବସ୍ଥା କରିଦେବି। ସେ ତାଙ୍କର କମ୍ବଳ ଭିତରୁ ପାଦ ଦୁଇଟିକୁ ବାହାର କରି ଧୀରେ ଧୀରେ ଭୂମିରେ ରଖିଲେ ଆଉ ଯନ୍ତ୍ରଣା ଭରା ସ୍ୱରରେ କହିଲେ, ଦୟାକରି ମୋର ଚପଲ ହଳକୁ ମୋତେ ଦେଇପାରିବ? ମୁଁ ନିଜେ ହିଁ ଶ୍ମଶାନକୁ ଚାଲି ଚାଲି ପଳାଇ ଯିବି। ମୋତେ କୌଣସି ଖଟ, ଗାଡ଼ି କିମ୍ବା ତୁମର ସହାୟତାର ଆବଶ୍ୟକତା ନାହିଁ। ତାଙ୍କର ସେହି କଥାରେ ପୁରା ଘରଟି ଶୂନ ପଡ଼ିଗଲା। ପୁଅମାନେ ବଡ଼ ବଡ଼ ଆଖି କରି ଚାହିଁ ରହିଥାନ୍ତି। ସେମାନଙ୍କର ଲୋଭ ଆଉ ସ୍ୱାର୍ଥପରତାରେ ପୁରା ଘରର ବାୟୁ ଅଶୁଦ୍ଧ ହୋଇଯାଇଥିଲା। ଧନରାଜ କହିଲେ, ତୁମେ ଗାଡ଼ି ଆଉ ପୋଷାକ ବିଷୟରେ କହୁଛ? ମୁଁ ବଞ୍ଚିଥିବା ସମୟରେ ମୋତେ କ'ଣ ଆବଶ୍ୟକ କେବେ ଥରେ ପଚାରିଥିଲ କିଏ? ତୁମମାନଙ୍କ ମଧ୍ୟରୁ କେହି କେବେ ମୋ ପାଖରେ ଥରେ ସାହାରା ଦେବାକୁ ବସିଥିଲ କି? ମୁଁ ତୁମକୁ ମୋର ଯୌବନ, ମୋର ଶକ୍ତି, ମୋର ସମ୍ପତ୍ତି ସବୁ କିଛି ଦେଇଥିଲି, କିନ୍ତୁ ଏବେ ତୁମେ ମୋର ଶବଦାହର ଟଙ୍କା ହିସାବ କରୁଛ ବସି ଏଠି। ତାଙ୍କ ଆଖିରୁ ଅନବରତ ଲୁହ ଝରି ପଡ଼ୁଥିଲା। ମୁଁ ମୃତ୍ୟୁକୁ ଭୟ କରେ ନାହିଁ, କେବଳ ଭୟ କରେ ଏହି କଥାକୁ ଯେ ମୁଁ ଯେଉଁମାନଙ୍କୁ ମୋର ଜୀବନର ସବୁ କିଛି ଦେଇଦେଲି, ଆଜି ସେହିମାନେ ମୋର ମୂଲ୍ୟ ବୁଝିପାରିଲେ ନାହିଁ। ଏସବୁ କଥା ଶୁଣି ପୁଅମାନେ ଲଜ୍ଜାରେ ତଳକୁ ମୁହଁ ପୋତି ବସିଲେ। କାହା ପାଖରେ କିଛି ଶବ୍ଦ ନଥିଲା କହିବାକୁ। ଶେଷରେ ଧନରାଜ ନିଜ ବିଛଣା ପାଖକୁ ଫେରିଗଲେ। ତାଙ୍କର ସମସ୍ତ ମାନସିକ ଓ ଶାରୀରିକ ଶକ୍ତି ଶେଷ ହୋଇଯାଇଥିଲା। ତାଙ୍କର ସେହି ଶେଷ କେଇପଦ କଥା ସମସ୍ତଙ୍କ ମନରେ ଏକ ଗଭୀର ଛାପ ଛାଡ଼ିଦେଲା। ଚାରି ପୁଅଯାକ ଲଜ୍ଜା ଏବଂ ଦୁଃଖରେ ତାଙ୍କ ପିତାଙ୍କ ପାଖରେ ଆଣ୍ଠୁମାଡ଼ି ବସି ପଡ଼ିଲେ। ସେମାନଙ୍କ ଆଖିରେ ବନ୍ଧା ହୋଇଥିବା ଲୋଭର ପରଦା ଯେମିତି ହଟି ଯାଇଥିଲା। ବହୁ ବର୍ଷ ପରେ ସେମାନେ ତାଙ୍କ ପିତାଙ୍କୁ ଜଣେ ବୋଝ କିମ୍ବା ମରଣଶୀଳ ବ୍ୟକ୍ତି ଭାବରେ ନୁହେଁ, ବରଂ ସେମାନଙ୍କ ଜୀବନର ନାୟକ ଭାବରେ ଦେଖିଲେ। ସେହି ବ୍ୟକ୍ତି ଯିଏ ସେମାନଙ୍କ ଦୁନିଆ ଗଢ଼ିଥିଲା। ରାଜୀବ ଧୀରେ ଧୀରେ ବାପାଙ୍କ ହାତ ଧରି କୋହଭରା କଣ୍ଠରେ ଲଜ୍ଜିତ ହୋଇ କହିଲା, ଆମକୁ କ୍ଷମା କରନ୍ତୁ ବାପା। କିନ୍ତୁ ଧନରାଜ କୌଣସି ଉତ୍ତର ଦେଲେ ନାହିଁ। ସେତେବେଳକୁ ତାଙ୍କ ଆଖି ବନ୍ଦ ହୋଇ ଯାଇଥିଲା। କେବଳ ଓଠରେ ଥିଲା ଏକ ମୃଦୁ ହସ। ସେ ଶୋଇଗଲେ ଚିରଦିନ ପାଇଁ ଏକ ଗଭୀର ନିଦରେ। ହୁଏତ ଅଳ୍ପ ସମୟ ପାଇଁ ତାଙ୍କୁ ସେହି ଶକ୍ତିର ଆବଶ୍ୟକତା ଥିଲା, ତାଙ୍କର ପୁଅମାନଙ୍କୁ ଏକ ଉଚିତ ଶେଷ ଶିକ୍ଷା ଦେବା ପାଇଁ ସେହି ଅନ୍ତିମ ଯାତ୍ରାରେ, ଯାହାକି ଶ୍ମଶାନ ଭୂମିକୁ ନୁହଁ, ପ୍ରକୃତରେ ସେମାନଙ୍କ ହୃଦୟ ଭୂମି ପାଇଁ ଉଦ୍ଦିଷ୍ଟ ଥିଲା। ଆଚ୍ଛା, ଆମେମାନେ ଏହି ଗଳ୍ପରୁ କ'ଣ ଶିକ୍ଷା ଲାଭ କଲେ? ଆମେମାନେ ଏହା ଶିକ୍ଷା କଲେ ଯେ ଲୋକମାନେ ଜୀବିତ ଥିବା ସମୟରେ ହିଁ ସେମାନଙ୍କ ପ୍ରତି ଭଲ ପାଇବା ଏବଂ ସମ୍ମାନ ପ୍ରକାଶ କରିବା ଉଚିତ। ମୃତ୍ୟୁ ପରେ ହଜାରେ ଆୟୋଜନ କଲେ କ'ଣ ହେବ? ସେ କ'ଣ ଆଉ ସେ ସମ୍ମାନ ଆଉ ଭଲ ପାଇବା ପାଇପାରିବେ ଯାହା ଜୀବିତ ଥିଲାବେଳେ ପାଇନଥିଲେ? ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ନିଜର ପିତାମାତା ଜୀବିତ ଥିଲାବେଳେ ସେମାନଙ୍କ ଭଲମନ୍ଦ ପଚାରନ୍ତିନି କି ସମ୍ମାନ କରନ୍ତିନି, କିନ୍ତୁ ସେମାନଙ୍କ ମୃତ୍ୟୁ ପରେ ନିଜର ସମ୍ମାନ ପାଇଁ ମହଙ୍ଗା ଉତ୍ସବର ଆୟୋଜନ କରିଥାନ୍ତି। କିନ୍ତୁ ମନେ ରଖ, ପ୍ରକୃତ କୃତଜ୍ଞତା ସେମାନଙ୍କ ନିକଟରେ ନିଜର ଉପସ୍ଥିତି, ସେବା ଯତ୍ନ ଏବଂ କରୁଣା ମାଧ୍ୟମରେ ଦେଖାଇବା ଉଚିତ। ମୃତ୍ୟୁ ପରେ ଆଡ଼ମ୍ବରପୂର୍ଣ୍ଣ ଉତ୍ସବରେ ନୁହଁ। ବାପା ମା ସେମାନଙ୍କ ପିଲାମାନଙ୍କ ପାଇଁ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଦେଇଥାନ୍ତି। ତା ପ୍ରତିବଦଳରେ କେବଳ ଭଲ ପାଇବା ଟିକେ ଆଶା କରିଥାନ୍ତି। ଯେତେବେଳେ ପିଲାମାନେ ଏହା ଭୁଲିଯାଆନ୍ତି, ସେମାନେ ସେମାନଙ୍କର ମାନବିକତା ହରାଇ ବସନ୍ତି। ଜଣେ ବ୍ୟକ୍ତିଙ୍କ ମୂଲ୍ୟ ଟଙ୍କା ଦ୍ୱାରା ନୁହେଁ, ବରଂ ସେମାନେ ତିଆରି କରିଥିବା ସମ୍ପର୍କ ଦ୍ୱାରା ହିଁ ମାପ କରାଯିବା ଉଚିତ। ସେଥିପାଇଁ ବା କଥାରେ ଅଛି, ପିତାମାତାଙ୍କ ଋଣ
ହଜାରେ ତପସ୍ୟା କରି ମଧ୍ୟ କେହି କେବେ ସୁଝି ପାରିବେନି। ତେବେ ଆଜି ପାଇଁ ଏତିକି। ପୁଣି ଥରେ ଦେଖା ହେବା ଆଗାମୀ ଗଳ୍ପରେ। ସେଥିପର୍ଯ୍ୟନ୍ତ ସମସ୍ତେ ଖୁସିରେ ରୁହନ୍ତୁ ଓ ସର୍ବଦା ହସୁଥାନ୍ତୁ।